ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ କାର୍ଯ୍ୟାଳୟକୁ ଆର୍ଟିଆଇ ମାଧ୍ୟମରେ ତାଳୁପଡ଼ା ପିଡବ୍ଲ୍ୟୁଡି ରାସ୍ତାଠାରୁ NH-16 ଅବରୋଧ କରିଥିବା ବ୍ୟକ୍ତିମାନଙ୍କ ବିଷୟରେ ଖାତା ପ୍ଲଟ ବିବରଣୀ ଯେଉଁମାନେ କେତେ ଲେଖାଏଁ ରାସ୍ତା ଅବରୋଧ କରିଛନ୍ତି ଏହାର ସତ୍ୟାସତ୍ୟ ପ୍ରକୃତ ତଥ୍ୟ ମଗାଯାଇଥିଲା। ରାସ୍ତାକୁ ପ୍ରଭାବଶାଳୀ ବ୍ୟକ୍ତି ଜବରଦସ୍ତି ମାରିଯାଉଛନ୍ତି, କିନ୍ତୁ ତହସିଲଦାର ତଥ୍ୟ ଦେଲେ ଯେ ଅନିଳ ନାହାନ୍ତି, ସେଥିପାଇଁ ଆମେ କିଛି କରିପାରୁନାହୁଁ। କିନ୍ତୁ ଯେଉଁ ବାଟ ଦେଇ ଲକ୍ଷ୍ମୀ ବସ୍ ଯିବା ପାଇଁ ସରକାରଙ୍କ ନିୟମ ଅଛି ସେଠାରେ 3 ଚକିଆ ଯାନ ଯିବା ବଡ଼ କଷ୍ଟକର ହୋଇପଡ଼ିଛି। ସେଥିପାଇଁ ଜିଲ୍ଲାପାଳ ପିଡବ୍ଲ୍ୟୁଡି ଦରଖାସ୍ତ ଏବଂ ଆର୍ଟିଆଇ ମାଧ୍ୟମରେ ଅବଗତ ମଧ୍ୟ କରାଯାଇଥିଲା। ପ୍ରଶାସନ ଏଥିରେ ନୀରବ ଦ୍ରଷ୍ଟା ସାଜିଛି। ପୁରୁଣା କାଗଜ ଗୁଡ଼ାକ ନାହିଁ କହି ଫସିଯାଇ ନିଜର କାର୍ଯ୍ୟରୁ ଦୂରେଇ ଯିବା ହାସ୍ୟାସ୍ପଦ କଥା। ଆମ ପ୍ରତିନିଧି ତଥା ଆର୍ଟିଆଇ ପ୍ରେରକ ନବକିଶୋର ମହାନ୍ତି ଆଡ଼ିସନାଲ ତହସିଲଦାରଙ୍କୁ ପଚାରିଥିବାରେ ତହସିଲଦାର ଅମିନ ନାହାନ୍ତି କହି ଏଡ଼ାଇ ଦେଇ ଯାଇଥିଲେ। ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କର ଦାବି ତେବେ ପୂରଣ କରିବେ। ରାସ୍ତାର ପ୍ରକୃତ ସରଜମିନି ତଦନ୍ତ କରି ଜନସାଧାରଣ ଯାତାୟାତ ପାଇଁ ମୌଳିକ ସୁବିଧା ଯୋଗାଇ ଦେବେ ଦେଖିବାକୁ ବାକି ରହିବ। ଖୋର୍ଦ୍ଧାରୁ ରମାକାନ୍ତ ମିଶ୍ରଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। କେଉଁ ଗାଁ? ଏଇ ଯେଉଁ ଆମର ଚଣ୍ଡେଶ୍ୱର ଯେଉଁ ମେନ୍ ରୋଡ଼ ଠାରୁ କାଳୁପଡ଼ାକୁ ଯେଉଁ ରାସ୍ତାଟା ମିଶିଛି ଏଥିରେ କେଉଁ କେଉଁ ଗାଁ ସବୁ ଅଛି? ଅଛି। ପିଲାଦିନେ ରାସ୍ତାଟା କେମିତି ଥିଲା? ପିଲାଦିନେ ଏକା ନଥିଲା ପରା, ଆମେ ପିଲା ଛେଳି ଯାଉଥିଲେ। ତାପରେ ଆସ୍ତେ ଜବରଦଖଲ କରିକି ଅଣାଡ଼ିଗଲା ତମ ଦେଲେ ଜବରଦଖଲ କରି ସେ ଯେଉଁ ଅଛନ୍ତି ଗଛଠୁ ସେ ଜବରଦଖଲ କରି ଏବେ ଯେଉଁ ବର୍ତ୍ତମାନ ଆମେ ଯିବା ଆସିବା କରୁଛେ ଯେ ବର୍ତ୍ତମାନ ଯେଉଁ ସେଟଲମେଣ୍ଟ ହେଲା, ସେଟଲମେଣ୍ଟ ପରେ କିଣି ଏ ରାସ୍ତାଟା କେମିତି ଅଛି? ସେ କ'ଣ ଭାବ ଯେ ତ ଯେଉଁ କମ୍ପାନୀ ରହୁଛନ୍ତି ସେ କାମ ମୋଟେ କରୁନାହାନ୍ତି, ସେମିତି ଛାଡ଼ିକି ଦେଖୁଛନ୍ତି ଆଉ ଠିକରେ କାମ କରୁନାହାନ୍ତି। ନା ଏଇ ଦେଖୁନ ସେଠି ଗୋଟେ ଯେଉଁ ଉସ୍ତବର ଗଛ ଲାଗିନି, ଦେଖୁନ ସେଠି କେମିତି ହେଇଛି। ସେ ମୋଟେ କେନା ଆଦୌ ସେ ମାଟି ଓ ପୁଳାଟେ ପକେଇ ନାହାନ୍ତି, ସେମିତି ପକେଇକି ପଳେଇଲେ। ମାଟି ପୁଳାଟେ ହେବ ପକେଇ ନାହାନ୍ତି। ତାହେଲେ ସରକାରଙ୍କ ତରଫରୁ ଯେଉଁ ରାସ୍ତା ହେଇଛି ଠିକ